এক দিন করে নৈমিষা ঋষি কুন্তীଙ୍କୁ ଶଙ୍ଖୁଡ଼ି ଗଲେ ବନ ପରେ ସେ ଯାଇ କୁନ୍ତୀଙ୍କୁ ଭେଟିଲେ। କୁନ୍ତୀଙ୍କୁ କୁଶଳ ପୁଛିଲେ। କୁନ୍ତୀ ବୋଇଲେ କି କୁଶଳ କହିବି, ଦୁର୍ଯ୍ୟୋଧନ ରାଜ୍ୟରେ ରାଜା ହେଲା, ଆମ୍ଭ ସହିତରେ ପୁତ୍ରମାନେ ବନବାସ କଲେ, ଅତି ଦୁଃଖ ପାଇଲେ। ଏହା ଶୁଣି ନୈମିଷା ଋଷି କହିଲେ, ଏବେ ତୁମ୍ଭେମାନେ କେଦାର ବ୍ରତ କର। ଏହା ଶୁଣି କୁନ୍ତୀ କହିଲେ, ସେ ବ୍ରତ କେଉଁ ଯୁଗେ କେଉଁ କାଳେ କେଉଁ କରିଥିଲେ, କି ରୂପେ ସେ ବ୍ରତ କରନ୍ତି ଏହା କହନ୍ତୁ। ଏହା ଶୁଣି ନୈମିଷା ଋଷି କହିଲେ, ଏବେ ଶୁଣବା ହୁଅନ୍ତୁ। ପୂର୍ବ କାଳ ଶୈତ୍ୟ ଯୁଗରେ ଏ ବ୍ରତ ସ୍ୱର୍ଗର ଅପସରୀମାନେ କରନ୍ତି। ଏବେ ତୁମ୍ଭେ ଏ ବ୍ରତ କର। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏ ବ୍ରତ କରିବ। ସପବିତ୍ର ରୁଦ୍ର ମଣ୍ଡଳ କାଟିବ। ତଥିପରେ ଈଶ୍ୱର ପାର୍ବତୀ ଥାପିବ। ନନ୍ଦୀ ଭୃକୁଟି ତାପରେ ଥାପିବ। 21 କ୍ଷୀର ସୂତା କରିବ ବ୍ରତ କରିବ। ବ୍ରତରେ 21 ଗଣ୍ଠି କରିବ। 21 ନାଡ଼ ଦୁବ କରିବ। 21 ଗୁଆ କରିବ। ଅପା ମାରଙ୍ଗ ଦାଣ୍ଡ କାଠି 21 ଖଣ୍ଡ କରିବ। 21 ଫଡ଼ା କଦଳୀ କରିବ। 21 ବର୍ଣ୍ଣର ଫୁଲ କରିବ। ବଟ ଫୁଲ 21 କରିବ। ବର ଓହଲ ଚେର 21 ଖଣ୍ଡ କରିବ। 21 ପାନ ପତ୍ର କରିବ। 21 ବର୍ଣ୍ଣର ଖଜା ପିଠା କରିବ। ଅଁଳା କୋଲି 21 କରିବ। ବିରି ପିଠା 21 କରିବ। କଦଳୀ ନଡ଼ିଆ ଆଖୁ ବାଡ଼ିବ। ଘୃତ ଦୀପ ଜାଳିବ। ଈଶ୍ୱର ପାର୍ବତୀଙ୍କୁ ସ୍ମରଣ କରିବ। ଶ୍ରୀ କେଦାରନାଥଙ୍କୁ ସ୍ମରଣ କରି ନୈବେଦ୍ୟ କରିବ। ଫୁଲ ଦୁବ ମଥାରେ ଘିନିବ। ଯାହା ମାନସିକ ତାହା କେଦାରନାଥଙ୍କୁ ପ୍ରସନ୍ନ ହୋଇ ଦିଅନ୍ତି। ମନସ୍କାମନା ସିଦ୍ଧ କରନ୍ତି। ଏହା ଶୁଣି କୁନ୍ତୀ ପଚାରିଲେ, ଏ ବ୍ରତ କରି କେଉଁମାନେ କେଉଁ ଫଳ ପାଇଲେ ତାହା ମୋତେ କହନ୍ତୁ। ଏହା ଶୁଣି ନୈମିଷା ଋଷି କହିଲେ, ଶୁଣିବା ହୁଅନ୍ତୁ। ଶୈତ୍ୟ ଯୁଗରେ ଏକ ବ୍ରାହ୍ମଣ ଚକୁଲିଆ ପଣ୍ଡା ବୋଲି ଥାଏ। ତାହାର ଭାର୍ଯ୍ୟା ନାମ ସୁଶୀଳା। ଚକୁଳିଆ ପଣ୍ଡାର ଦୁଇଟା ଯୋଡ଼ିଏ। ଗୋଟିକର ନାମ ଭାଗ୍ୟବତୀ, ଅନ୍ୟଟିର ନାମ ପୁଣ୍ୟବତୀ। ଅତି ଦରିଦ୍ର ଗୋଟିଏ ଗାଁ ଗଲେ ମାଣେ ମିଳେ। 10 ଗାଁ ଗଲେ ମାଣେ ମିଳେ। ଖାଇବାକୁ ତେଜ ନାହିଁ, ପିନ୍ଧିବାକୁ କନା ନାହିଁ। ଦୁହିତା ଜୋଇତ ଛିଣ୍ଡା କନା ଗଣ୍ଠି ପକାଇ ପିନ୍ଧୁଥାନ୍ତି। ଅତି କଷ୍ଟରେ ଦିନ ବସନ୍ତି। ବନସ୍ତଙ୍କୁ ଘଷି ଗୋଟାଇବାକୁ ଯାଇଥାନ୍ତି। ଅତି କଷ୍ଟରେ ଅତି ଦୁଃଖରେ ଦିନ କାଟୁଥାନ୍ତି। ଏକ ଦିନ ପରେ ଘଷି ଗୋଟାଇବାକୁ ବନସ୍ତକୁ ଯାଉଥିଲେ। ଘଷି ଗୋଟାଇ କୁଣ୍ଡରେ ପୁରାଇଲେ। ସେଦିନ କାର୍ତ୍ତିକ ପୂର୍ଣ୍ଣିମା ତିଥି ସୋମବାର ହୋଇଥିଲା। ସ୍ୱର୍ଗରୁ ଦେବକନ୍ୟାମାନେ ମଞ୍ଚକୁ ଆସିଥିଲେ। ଗୋଟିଏ ମଣ୍ଡପ ଦେଖିଲେ। ସେହି ମଣ୍ଡପ ଉପରେ ଦେବକନ୍ୟାମାନେ ରହିଥିଲେ। ନଦୀକି ସ୍ନାନ କରିଗଲେ। ସ୍ନାନ ସାରି ପାକ ପତନି ପିନ୍ଧିଲେ। ସେହିଠାରେ ରୁଦ୍ର ମଣ୍ଡଳ କାଟିଲେ। ଈଶ୍ୱର ପାର୍ବତୀ ଥାପିଲେ। ନନ୍ଦୀ ଭୃକୁଟି ଥାପିଲେ। କେଦାରନାଥଙ୍କୁ ଶରଣ କଲେ। ବନସ୍ୱରୁ 21 ବର୍ଣ୍ଣର ଫୁଲ ଆଣି 21 ଗୁଆ ଆଣିଲେ। 21 ପାନ ଆଣିଲେ। 21 ବର ଫଳ ଆଣିଲେ। 21 ଖଣ୍ଡ ବର ଓହଲ ଆଣିଲେ। 21 ଅଁଳା କୋଲି ଆଣିଲେ। 21 ଦୁବ ଆଣିଲେ। ବର ଓହଲକୁ 21 ଗଣ୍ଠି ପକାଇ ବ୍ରତ କଲେ।
ସେ ଚିକେନ୍ ଯେ ହିଟେ ଲାଖା ମାନେ ଗଞ୍ଜ ପାର ଗଞ୍ଜ ମାନେ ନଡ଼ିଆ ଆଖୁ ପୂଜା କଲେ କେଦାରନାଥଙ୍କୁ ଶରଣ କରି ଧୂପ ଦୀପ ଦେଲେ ନୈବେଦ୍ୟ କଲେ ଫୁଲ ହୁଲି ଦେଲେ ଏମନ୍ତ ସମୟରେ ଚକୁଲିଆ ପଣ୍ଡାର ଦୁଇ ଝିଅ ଦେବ କନ୍ୟାଙ୍କୁ ଦେଖିବାକୁ ଗଲେ ଦେବ କନ୍ୟାମାନେ ପୂଜା ସାରି ଦୁଇ ତଣ୍ଡୁଲ ମଥାରେ ଘିଣିଲେ ବ୍ରତ ବାହୁରେ ବାନ୍ଧିଲେ କେଦାର ଗୋସାଇଙ୍କୁ ସାଷ୍ଟାଙ୍ଗେ ଦଣ୍ଡବତ କଲେ ପୂଜା ପ୍ରସାଦ ଆନନ୍ଦରେ ପାଇଲେ ହାତ ଧୋଇବାକୁ ବାହାରକୁ ଆଇଲେ ଚକୁଲିଆ ପଣ୍ଡାର ଦୁଇ ଝିଅ ସେଠାରେ ଠିଆ ହୋଇଥାନ୍ତି ତାଙ୍କୁ ଦେଖି ଦେବକନ୍ୟା ମାନେ ପଚାରିଲେ ତୁମେ କିଏ ସେ କହ ରାକ୍ଷାସୀ କି ପିଚାସୀ କି ଭୂତ କି ଡାହାଣୀ କହ ନହିଲେ ସାକ୍ଷ୍ୟ ଦେବୁ ଜଲିଯିବ ତାହା ଶୁଣି ଚକୁଲିଆ ପଣ୍ଡାର ଦୁଇ ଝିଅ ଘଷି ଗୋଟାଇବାକୁ ଥୋଇ ଗୋଡ଼ ତଳେ ପଡ଼ିଗଲେ କହିଲେ ଆମ୍ଭେ ଡାହାଣୀ ରାକ୍ଷାସ ଭୂତ କିମ୍ବା ପିଚାସୀ ନୁହେଁ ଚକୁଲିଆ ପଣ୍ଡାର ଦୁଇ ଝିଅ ଅଟୁ ଘଷି ପାଇଁ ଆସିଥିଲୁ ପଦ୍ମ ସ୍ୱର ବର ଦେଖି ରହିଲୁ ଖାଇବାକୁ ପେଜ ନାହିଁ ପିନ୍ଧିବାକୁ ପନା ନାହିଁ ତାହା ଶୁଣି ଅପସରି ହେ ବୋଇଲେ ତୁମ୍ଭେ କେଦାର ବ୍ରତ କର ନାହିଁ କି ଏହା ଶୁଣି ଦେବକନ୍ୟା ମାନେ ସ୍ୱର୍ଗକୁ ଚାଲିଗଲେ ଚକୁଲିଆ ପଣ୍ଡାର ଦୁଇ ଝିଅ ସ୍ନାନ କରିଗଲେ ପିନ୍ଧିଥିବା କନା ଖଣ୍ଡିକ ବର ଫଳ ଗୁଆ କଲେ ବର ଓହଲ ବ୍ରତ କଲେ ବର ପତ୍ର ପାନ କଲେ ବର ଛାଲି କଦଳୀ କଲେ 21 ବର୍ଣ୍ଣର ଫୁଲ ଆଣିଲେ ବନସ୍ତରୁ ନାରିକେଳ କଦଳୀ ଆଖୁ ଆଣିଲେ କେଦାରନାଥଙ୍କୁ ଶରଣ କରି ଓଷା ପୂଜିଲେ ଅର୍ଘ୍ୟ ଦେଇ ହୁଲହୁଲି ଦେଲେ ଦୁବ ଫୁଲ ଦୁବ ଘେନିଲେ ବ୍ରତ ଲଗାଇଲେ ପ୍ରସାଦ ପାଇଲେ ଘଷି କୁଲୁଣ୍ଟି ଧରି ଘରକୁ ଗଲେ କେଦାରନାଥଙ୍କ ଆଜ୍ଞାରୁ ସେ ଘର କେଣେ ଗଲା ଜଗତି ଅଟଳି ହୋଇଛି ମେଣ୍ଢପ ମଣ୍ଡପ ହୋଇଛି ଦୁଆରେ ହାତୀ ଘୋଡ଼ା ବନ୍ଧା ହୋଇଛି ପ୍ରହରୀ ମାନେ ଜଗିଛନ୍ତି ଦୁଇ ଭଉଣୀ ତାଟକା ହୋଇଲେ ମା ଜଗତରେ ଥାଇ ଦେଖୁଥାଇ ଦୁଇ ଝିଅଙ୍କୁ ପାଛୋଟି ନେଇ ଘଷି ଉବୁଡ଼ି ଦେଲା ବେଲକୁ ଘଷି ଯାକ ସୁବର୍ଣ୍ଣ ହୋଇଛି କେଦାରନାଥଙ୍କ କୃପାରୁ ନିରନ୍ତରେ ଘରଦ୍ୱାର କଲେ ସେହି ଗ୍ରାମ ରାଜା ଚକୁଲିଆ ପଣ୍ଡାର ବଡ଼ ଝିଅକୁ ବିବାହ କଲେ ସାନ ଝିଅ ମନ୍ତ୍ରୀ ବିବାହ କଲା ଶ୍ରୀ କେଦାରନାଥଙ୍କ କୃପାରୁ ଦୁଇ ଭଉଣୀ ଉତ୍ତମ ସୁଖ ପାଇଲେ ଦିନେ ରାଜା ମହାଦେଇ ହାତରେ ସୂତା ବ୍ରତ ଦେଖିଲେ ସେ ସୂତା ବ୍ରତ କରଲା ଗଛ ମୂଳରେ ଫିଙ୍ଗି ଦେଲେ ସୁନାର ବ୍ରତ ଆଣି ଲଗାଇଲେ ମନରେ ବେଶୀ ଗର୍ବ କଲେ ଗର୍ବ ଗଞ୍ଜନ ନାଥ ଶ୍ରୀ କେଦାରନାଥଙ୍କ ଗୋସାଇଁ ଜାଣିଲେ ଆମ୍ଭଠାରେ ଏ ରାଜା ଗର୍ବ କଲା ଏହାର ଗର୍ବ ଖର୍ବ କରିବା ତାଙ୍କର ଯେତେ ଦ୍ରବ୍ୟ ଥିଲା ସେ ଦ୍ରବ୍ୟ ସବୁ କେଦାରନାଥଙ୍କ ନାଥ ହରଣ କଲେ ଦିନକୁ ଦିନ ଚକୁଲିଆ ପଣ୍ଡାର ଝିଅ ଅନେକ ଦୁଃଖ ପାଇଲା କେତେ ଦିନ ଗଲା ଉତାରୁ ରାଜା ମହାଦେଇ ଭିକ୍ଷା ମାଗିଲେ ଯେଉଁ ବ୍ରତକୁ ଛିଣ୍ଡାଇ କରଲା ଗଛ ମୂଳରେ ଫିଙ୍ଗି ଦେଇଥିଲେ କରଲା ଗଛ ମୂଳରେ ବ୍ରତ ପଡ଼ିଥିବାରୁ ସୁବର୍ଣ୍ଣ କରଲା ଫଳିଲା ସେହି କରଲାକୁ ଚକୁଲିଆ ପଣ୍ଡାର ଝିଅ ନେଇ କୁଙ୍କୁମ ଘରେ ବିକ୍ରି କରୁଥାଏ ସୁସେଇ ଗୋଟାଏ ଆଣି ପେଟ ପୋଷୁଥାନ୍ତି ଏପରି ନାନା ଦୁଃଖ ପାଇଲେ ରାଜ୍ୟ ଭ୍ରଷ୍ଟ ହେଲା ହତ ଲକ୍ଷ୍ମୀ ହେଲେ କେତେ ଦିନ ଗଲା ଉତାରୁ
ରାଜାଙ୍କ ଭାରିଜା ଭାଗ୍ୟବତୀ ଚକୁଳିଆ ପଣ୍ଡା ଘରକୁ ଗଲେ। ଭାଗ୍ୟବତୀଙ୍କର ମାତା ସୁଶୀଳା ପଚାରିଲେ, ତୁମେ କିଏ ହେତୁ ହତଲକ୍ଷ୍ମୀ ହୋଇଛ? ଏହା ଶୁଣି ଭାଗ୍ୟବତୀ କହିଲେ, ରାଜା ସୂତାର ବ୍ରତ କାଢି ସୁନାର ବ୍ରତ ଲଗାଇଲେ, ସେ ବ୍ରତ କର কডেল খাও কডেল খা